वन्दे अहं श्रीगुरुश्रीयुतपदकमलं श्रीगुरून् वैष्णवांश श्रीरूपं साग्रजातं सहगणरघुनाथनितं तं सजीवं साद्वैतं सावधूतं परिजनसहितं कृष्णचैतन्यदेवं श्रीराधा कृष्णपादान सगणललिता श्रीविशाखान्वितांश ॐ अज्ञानतिमिरान्धस्य ज्ञानाञ्जनशलाकया चक्षुरुन्मीलितं येन तस्मै श्रीगुरुवे नमः। नारायणं नमस्कृत्यं नरं चैव नरोत्तमं देवीं सरस्वतीं व्यासं ततो जयमुदीरये। कदाचित् कालन्दितटविपिनसङ्गीततरलमुदाभिरिनारिवदनकमलस्वादमधुपरमहासमुद्रं जगन्नाथ स्वामी नयनपथगामी भवतु मे। वृन्दाय तुलसीदेवै प्रियाय केशवस्य च कृष्णभक्तिप्रदे देवी सत्यवते नमः। श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि गौरभक्तवृंद। हरे कृष्ण 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 हरे हरे, हरे राम 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 हरे हरे। सर्वप्रथमे मध्य गुरुपाद पद नित्यलीला प्रविष्टम विष्णुपाद परमहंस परिव्राजकाचार्य अष्टोत्तर शत श्रीमद् भक्ति वैभव पुरी गोसाई महाराज रातुल चरणे असंख्य दंडवत प्रणतिपूर्वक तांकर कृपाभिक्षा प्रार्थना करुछि। वर्तमान श्रीकृष्ण चैतन्य मिशनर उपस्थित आचार्य ओम विष्णुपाद परमहंस परिव्राजकाचार्य अष्टोत्तर शत श्रीमद् भक्ति विचार विष्णु गोसाई महाराज से मोर शिक्षा गुरु एवं सन्यासी गुरु। तांकर रातुल चरणे असंख्य दंडवत प्रणतिपूर्वक तांकर कृपाभिक्षा प्रार्थना करुछि। उपस्थित समस्त भक्तवृंद सज्जनवृंद हरिकथा पिपासु वैष्णववृंद हया छेन हईबे न प्रभुर जत दास सवार चरण बंद दंते करी घात। आम मानकर अनेक दिन धरे साधु शास्त्र गुरु भगवानंकर कथा आलोचना करी करी आसुचे। महाराजंकर आदेश क्रमे आज्ञा को अवज्ञा ना करी किछि कथा कहवा निमित्त मु चेष्टा करुछि, अथच से रकम मोर मेमोरी किछि नाही। जे कहवा को आदेश करचंती महाराज तांके जदि किछि दियंती सेटा ही मु प्रकाश करिबी। हम मानकर संपत्ति नहीं, भगवानकर संपत्ति। बिना साधु गुरु शास्त्र भगवानकर कृपा न हेले तांको कथा को आमे प्रकाश करि परिबानी, श्रवण करि परिबानी। तांकर जदि कृपा हुए ताले भगवानकर कथा सुनि पारिबा कि साधु मानकर कथा सुनि पारिबा कि शास्त्र मानकर कथा सुनि पारिबा। तांकर कृपा हेले ही मुख द्वारा से माने प्रकाश कले ही प्रकाश हम नहले ना। मूकं करोति वाचालं पंगुलंघयति गिरि यत्कृपा तमं बंधे श्री गुरु दीनतार। गुरुंकर जदि कृपा हब मो भाया मुख मध्य बाचाल करिया चेष्टा करछंती
ଯାଉ ଯେତି ପରିମାଣରେ ସେ ପ୍ରକାଶ କରିବେ ମୋ ମୁଖ ଦ୍ୱାରା ସେତିକି ହିଁ ପ୍ରକାଶ ହେବ। ଆମମାନଙ୍କର ସତ ଚେଷ୍ଟା ଫଳରେ ମଧ୍ୟ ଭଗବାନଙ୍କର କଥା କେବେ ହେଲେ ପ୍ରକାଶ ହୋଇପାରିବନି କି ଶୁଣିପାରିବନି। କାହିଁକି ନା ଭଗବାନ ତାଙ୍କର ଦୁଇଟି ମାୟା ଥାଏ, ଗୋଟେ ହେଲା ଯୋଗ ମାୟା ଆଉ ଗୋଟେ ହେଲା ମହାମାୟା। এই জীব ଜଗତ ଯେତେବେଳେ ସୃଷ୍ଟି କରିଛନ୍ତି ତାଙ୍କର ମହାମାୟା ଦ୍ୱାରା ମୋହିତ କରିକି ସମସ୍ତଙ୍କୁ ରଖିଛନ୍ତି। ଆଗରୁ ଆଲୋଚନା ଆମେ କରିଛେ ଶବ୍ଦ, ସ୍ପର୍ଶ, ରୂପ, ରସ, ଗନ୍ଧ, এই ପାଞ୍ଚଟା ହେଉଛି ବିଷୟ। এই ପାଞ୍ଚଟା ବିଷୟ ପ୍ରତି ସମସ୍ତେ ମୋହିତ ହେଇକରି ଅଛନ୍ତି। ଜଗତରେ ଯେତେ ଅଛନ୍ତି କିଏ କେତେବେଳେ କାହା ପ୍ରତି ମୋହିତ ହେଇକି ଥାନ୍ତି। ଯେତେବେଳେ ସାଧୁ ଶାସ୍ତ୍ର ଗୁରୁ ଭଗବାନଙ୍କର କୃପା ହେବ, ଦୈବୀ ସା ଗୁଣମୟୀ ମମ ମାୟା ଦୂରତା, ତାଙ୍କର ମାୟାକୁ ଦୂର କରିବା ବଡ଼ କଷ୍ଟ। ଦେବତାମାନଙ୍କ ଦୈବୀ ମାୟା ଦ୍ୱାରା ସାତ୍ତ୍ୱିକ ମାୟା, ରାଜସିକ ମାୟା, ତାମସିକ, ତିନିଟା ମାୟା ସମସ୍ତେ ମୋହିତ ହେଇକି ଅଛନ୍ତି। ତାଙ୍କର ମାୟାଠୁ ଉଦ୍ଧାର ହେବାଟା ବଡ଼ କଷ୍ଟ। ଏ ମାୟାରେ ମୋହିତ ହେଇକି ସମସ୍ତେ ପଡ଼ୁଛନ୍ତି। ଦୈବୀ ସା ଗୁଣମୟୀ ମମ ମାୟା ଦୂରତା, ମୋର ମାୟା ବୋଲି କହୁଛନ୍ତି ଭଗବାନ। ମୋହିତ କରି ରଖିଆନି ତାଙ୍କର ଗୋଟେ ମାୟାକୁ ଛାଡ଼ି ଦେଇଛନ୍ତି। ମାମେବ ଯେ ପ୍ରପଦ୍ୟନ୍ତେ ମାୟା ମେ ତାମ୍ ତରନ୍ତି, ମୋର ଯେ ଶରଣାଗତ ହେବ ସେ ମାୟାରୁ ତରିପାରିବ। ତାଙ୍କର ଶରଣାଗତ ହେବ କେମିତି? ସହଜ ନାହିଁ। କାହିଁକି? এই ପାଞ୍ଚଟା ବିଷୟ ପାଇବା ନିମିତ୍ତ ସମସ୍ତେ ଭ୍ରମଣ କରୁଛନ୍ତି, ବ୍ରହ୍ମାଣ୍ଡରେ ଭ୍ରମଣ କରୁଛନ୍ତି। ମା ବ୍ରହ୍ମ ଭୁବନାଲୋକା ପୁନରାବର୍ତ୍ତୀ ନ ଅର୍ଜୁନ ମାମ ବ୍ୟତୀତ କୌଣସି ପୁନର୍ଜନ୍ମ ନ ବିଦ୍ୟତେ। ଅର୍ଜୁନକୁ ନିଜେ ସ୍ୱୟଂ ଭଗବାନ ଗୀତାରେ କହିଲେ এই ବ୍ରହ୍ମାଣ୍ଡଠୁ ବ୍ରହ୍ମଲୋକ ପର୍ଯ୍ୟନ୍ତ ସମସ୍ତେ ବିତରଣ କରୁଛନ୍ତି এই ପାଞ୍ଚଟା ବିଷୟକୁ ଭୋଗ କରିବା ନିମନ୍ତେ। ସମସ୍ତେ କାଲି କୁହାହେଇଥିଲା କବୁ ସ୍ୱର୍ଗେ ଉଠାଏ କବୁ ନରକେ ଡୁବା। କେତେବେଳେ ସ୍ୱର୍ଗକୁ ଯାଉଛେ, କେତେବେଳେ ପୁଣ୍ୟ ହେଲେ ସ୍ୱର୍ଗକୁ, ପାପ ହେଲେ ନରକ। ପାପ ପୁଣ୍ୟ ମିଶ୍ରଣ ଥାକିଲେ ଏଇ ଜଗତରେ ଆମେ ପାଉଛେ। ସେଥିରେ ସେଠି କହିଲେ ଏପଟେ ଦୈବ ମାୟା ଦ୍ୱାରା ଲୀଳା କରୁଛନ୍ତି, ସଂସାରର ସମସ୍ତଙ୍କୁ ମୋହିତ କରି ବିଷୟ ପ୍ରତି ଆକୃଷ୍ଟ କରି ରଖୁଛନ୍ତି। ନ ଲୀଳା କରିପାରିବେନି, ତାଙ୍କେ ଆନନ୍ଦ ମଜାମଜି କରିପାରିବେନି। ତାଙ୍କର ଏଇଟା ମଧ୍ୟ ସୃଷ୍ଟିଟା ଗୋଟେ ସୃଷ୍ଟି ଲୀଳା। ସୃଷ୍ଟି ଲୀଳାରେ ଜନ୍ମ ହେବେ, କିଛି ଦିନ ରହିବେ, ଆଉ କିଛି ଦିନ ପରେ କ'ଣ ହେବ? ଧ୍ୱଂସ ହେଇଯିବ। ସୃଷ୍ଟି ସ୍ଥିତି ପ୍ରଳୟ, ଏ ଜଗତର ତିନିଟା ଜିନିଷ। ଯେଉଁମାନେ ଭଗବାନଙ୍କର ଏ ବିଷୟକୁ ଜାଣିଦେବେ এই ଜଗତର କୌଣସି ବସ୍ତୁ ପ୍ରତି, ବ୍ୟକ୍ତି ପ୍ରତି ଆଉ ମୋହିତ ହେବେ। ଜାଣିବାର ଅଛି କିନ୍ତୁ ତାଙ୍କର ମାୟା ବୋଲି। ଦୈବୀ ସା ଗୁଣମୟୀ ମମ ମାୟା ଦୂରତୟା ମାମେବ ଯେ ପ୍ରପଦ୍ୟନ୍ତେ ମାୟା ମେ ତାମ୍, ତାଙ୍କର ଶରଣାଗତି ହେବ କିନ୍ତୁ ବ୍ରହ୍ମାଣ୍ଡ ଭ୍ରମିତେ ଭ୍ରମିତେ କୋନ ଭାଗ୍ୟବାନ ଯିବ। ତାଙ୍କର କେତେବେଳେ ଶରଣାଗତ ହେବ? ବ୍ରହ୍ମାଣ୍ଡ, ଏଇ 14 ବ୍ରହ୍ମାଣ୍ଡ ଯେଉଁ ଭ୍ରମଣ କରି କରି ବ୍ରହ୍ମଲୋକ ପର୍ଯ୍ୟନ୍ତ କେତେବେଳେ ସ୍ୱର୍ଗ, କେତେବେଳେ ନରକ, କେତେବେଳେ ମଞ୍ଚରେ ଥାଇକିରି ଭ୍ରମଣ କରି 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 ଯେତେବେଳେ ତାର ଭାଗ୍ୟବାନ, ବ୍ରହ୍ମାଣ୍ଡ ଭ୍ରମିତେ ଭ୍ରମିତେ କୋନ ଭାଗ୍ୟବାନ ଯିବ। କିଏ ଗୋଟେ ଭାଗ୍ୟବାନ ଜୀବ ଥିଲେ ଗୁରୁ କୃଷ୍ଣ ପ୍ରସାଦ ପାଏ ଭକ୍ତିଲତା ବିଜୁ, ଭକ୍ତିଟାକୁ ପ୍ରାପ୍ତ ହେବ। କାହାକୁ ଭକ୍ତି କରିବାକୁ ପ୍ରାପ୍ତ ହେବ? ନା ଭଗବାନଙ୍କୁ ଭକ୍ତି କରିବାକୁ ପ୍ରାପ୍ତ ହେବ। କିନ୍ତୁ ଆମେମାନେ ସମସ୍ତେ ଭକ୍ତି କରୁଛୁ। ଆଗରୁ ଆଲୋଚନା କରୁଥିଲେ କି ବାପା ପ୍ରତି ପିତୃଭକ୍ତି କାହାର ଅଛି, ଭାତୃଭକ୍ତି ଅଛି, ମାତୃଭକ୍ତି ଅଛି, ପ୍ରେମିକା ଓ ଭକ୍ତି ଅଛି, ସମାଜ ପ୍ରତି ଭକ୍ତି ଅଛି, ଦେଶ ପ୍ରତି ଭକ୍ତି ଅଛି, ସମସ୍ତଙ୍କର ଭକ୍ତି ଅଛି। କିନ୍ତୁ ଭଗବାନଙ୍କର ଭକ୍ତି ହେବାଟା ସହଜ ନାହିଁ। ବିନା ସାଧୁଙ୍କର କୃପା ନହେଲେ, ଗୁରୁଙ୍କର କୃପା ନହେଲେ, ଆଉ ଭଗବାନଙ୍କର ମଧ୍ୟ ଆମମାନଙ୍କୁ ଉଦ୍ଧାର କରିବା ନିମିତ୍ତ ତାଙ୍କର ଇଚ୍ଛା ହେବାର ଅଛି, ହେଲେ ଯାଇକିରି ଭକ୍ତିଲତା ବୀଜଟା, ଭଗବାନଙ୍କୁ ଭକ୍ତି କରିବା ବୀଜଟାକୁ ଆମେ ପ୍ରାପ୍ତ ଯେତେବେଳେ ପାଇବା ସେତେବେଳେ ମଧ୍ୟ ଆଉ ଥରେ ଶ୍ରବଣ କୀର୍ତ୍ତନ ଜଳ ଦ୍ୱାରା ସିଞ୍ଚନ କରିବାର ଅଛି। ତାହେଲେ ଭକ୍ତିଲତାଟି ବଢ଼ି ବଢ଼ି ବଢ଼ି, ଯଦି ଭକ୍ତିଲତାଟି ବର୍ତ୍ତମାନ ପାଇଛେ ଆମେମାନେ ସମସ୍ତେ ସାଧୁଙ୍କର ଆଶୀର୍ବାଦ, ସଦ୍ଗୁରୁ ପଦାଶ୍ରୟ କରିବାରୁ, ଶାସ୍ତ୍ର ଅଧ୍ୟୟନ କରି ସମସ୍ତ ଭକ୍ତି ଦୂରେଇକିରି ଭଗବାନଙ୍କୁ ଭକ୍ତି କରିବାକୁ ପାରେ ଆସିছে। ଏଇଠିକି ଆସିଲେ
ସାଧନ କରିବା ଦରକାର, ଶ୍ରବଣ କରୁଥିବା ଦରକାର, କୀର୍ତ୍ତନ କରୁଥିବା ଦରକାର, ସ୍ମରଣ କରୁଥିବା ଦରକାର। ଶ୍ରବଣ, କୀର୍ତ୍ତନ, ସ୍ମରଣ, ତାପରେ ଅନ୍ୟାନ୍ୟ ଅଙ୍ଗ ଗୁଡ଼ାକ ଅଛି। କିନ୍ତୁ ବର୍ତ୍ତମାନ ଆମକୁ ଏଗୁଡ଼ାକ ଯଦି ନ ହେବ, ଆଉ ଥରେ କ'ଣ କରିବେ, ମାୟା ଦ୍ୱାରା ମୋହିତ ହେଇକିରି ଆଉ ଥରେ ଭଗବାନଙ୍କୁ ବିମୁଖ ହେଇକିରି ଆଉ ଥରେ ଭୋଗ କରିବା ନିମିତ୍ତ ଚାଲିଯାଉଛି। ସେଥିରେ ଏଇଠି ରହିଲେ, ଭଗବାନଙ୍କର ଶରଣାଗତି ହେଲେ, ସବୁବେଳେ ତାକୁ ଶ୍ରବଣ କୀର୍ତ୍ତନ ଜଳ ଦ୍ୱାରା, ସ୍ମରଣ କୀର୍ତ୍ତନ ଜଳ ଦ୍ୱାରା ସେଚନ କରି ବଞ୍ଚେଇକି ରଖିଥାଉଛି। ଗଛଟାକୁ ପୋତି ଦେଲେ ହେବନି, ତାକୁ ଆଉ ଥରେ ଜଳ ଦେବା। ସେ ପ୍ରକାର ସାଧନ ମାର୍ଗରେ ଏ ପ୍ରକାର ସବୁ ଅଛି। ଭଗବାନଙ୍କର ଯେତେବେଳେ ଯାହା ପ୍ରତି କୃପା ହେବ, ଗୁରୁଙ୍କ ଦ୍ୱାରା ହିଁ କୃପାଟା ହୁଏ, ସାଧୁଙ୍କ ଦ୍ୱାରା ହିଁ କୃପାଟା। ସେଥିପାଇଁ ବ୍ରହ୍ମାଣ୍ଡ ଭ୍ରମଣ କରୁ କରୁ ଯଦି ଆମମାନଙ୍କର ଭକ୍ତି ଭଗବାନଙ୍କ ପ୍ରତି ହେବ, ତାହେଲେ ଆମେମାନେ ଭଗବାନଙ୍କର ଆରାଧନା କରିକି ଭକ୍ତି ପ୍ରାପ୍ତ ହେଇପାରିବା, ଭଗବତ ପ୍ରାପ୍ତି ହେଇପାରିବା। ବିନା ସାଧୁଙ୍କର କୃପାରେ ଭଗବତ ପ୍ରାପ୍ତ ହେବ। ଦିନେ ନାରଦ ସେ ତ ସବୁବେଳେ ତାଙ୍କର ମନଯାନରେ ଭ୍ରମଣ କରୁଛନ୍ତି। ମନଯାନରେ ସେ ବସିକିରି ସବୁବେଳେ ଶ୍ରୀମନ୍ନାରାୟଣ ନାରାୟଣ ବୋଲି କୀର୍ତ୍ତନ କରିକିରି ଭ୍ରମଣ କରୁଥାନ୍ତି, ଭକ୍ତିକୁ ପ୍ରକାଶ କରିବା ନିମିତ୍ତ, ଯେଉଁମାନଙ୍କୁ ଦୟା କରିବା ନିମିତ୍ତ। ନାରଦ ଏରକମ ଭ୍ରମଣ କରୁ କରୁ ଦିନେ ଭଗବାନଙ୍କୁ ଦର୍ଶନ କରିକିରି ଆସୁଛନ୍ତି। ଆସିଲା ପରେ ରାସ୍ତାରେ ଗଙ୍ଗା ଯମୁନା ଯେ ପ୍ରୟାଗ ଅଛି, ମିଳନସ୍ଥଳୀ ଅଛି, ପ୍ରୟାଗ ନା, ଗଙ୍ଗା ଯମୁନା ସରସ୍ୱତୀ ତ୍ରିବେଣୀ ପ୍ରୟାଗ ଅଛି। ସେ ପ୍ରୟାଗ ଠାରେ ପହଞ୍ଚିଲା ସମୟରେ ଗୋଟେ ଦୃଶ୍ୟ ଦେଖିଲେ। ସେ ଦୃଶ୍ୟଟି ହେଉଛି ବିଭିନ୍ନ ପ୍ରକାର ଜୀବଜନ୍ତୁ କୀଟ ପତଙ୍ଗ ମାନେ ଦରମରା ହେଇକରି ପଡ଼ିଛନ୍ତି, ପୁରାପୁରି ମରିନାହାନ୍ତି। କାହାର ହାତ ଖଣ୍ଡିଆ ହେଇଛି, କାହାର ଗୋଡ଼ ଖଣ୍ଡିଆ ହେଇଛି, କାହାର ଆଖି ଖଣ୍ଡିଆ ହେଇଛି, କାହାର ନାକ ଖଣ୍ଡିଆ ହେଇଛି, ଏରକମ ଦରମରା ହେଇକରି ପଡ଼ୁଛନ୍ତି। ନାରଦ ଦୃଶ୍ୟଟି ଦେଖି ଆଶ୍ଚର୍ଯ୍ୟ ହେଇଗଲେ, ଭାବିଲେ ଏ ପ୍ରକାର ଅବସ୍ଥାରେ ଜୀବଜନ୍ତୁ କୀଟ ପତଙ୍ଗ ମାନେ ପଡ଼ୁଛନ୍ତି, କିଏ ଏମାନଙ୍କୁ ଏ ପ୍ରକାର ଦଶା କରିକିରି ରଖିଛି। ଚେଷ୍ଟା କଲେ, ଯାଇ ଦେଖିଲେ, ଦେଖୁ ଦେଖୁ ଦୂରରେ ଜଣେ ବ୍ୟାଧ ଅଛି। ସେ ବ୍ୟାଧ କ'ଣ କରୁଛି, ଯେତେ ଜୀବଜନ୍ତୁ କୀଟ ପତଙ୍ଗ ମାନଙ୍କୁ ଦେଖୁଛି ସମସ୍ତଙ୍କୁ ସରବିଧ କରିକି ଦରମାରା କରି ଛାଡ଼ିଦିଏ। ସେମାନେ ଯେତେବେଳେ ଛଟପଟ ହେଇଯାଆନ୍ତି, ସେତେବେଳେ ଇଏ ସୁଖ ପାଏ। ପର ଦୁଃଖରେ ସୁଖୀ ପ୍ରାୟ ଲୋକ ଅଛନ୍ତି, ପରର ଦୁଃଖ ଦେଖିଲେ ଏମାନଙ୍କୁ ସୁଖ ଲାଗେ। ସେମାନଙ୍କର ପରର ସୁଖ ଦେଖିଲେ ଏମାନେ ସହ୍ୟ କରିପାରିବେ। ତାକୁ ଶାରୀରିକ ଦୁଃଖ ଦେବା ପାଇଁ ଚେଷ୍ଟା କରିବେ, ମାନସିକ ଦୁଃଖ ଦେବା ପାଇଁ ଚେଷ୍ଟା କରିବେ, ବାଚିକ ଦୁଃଖ ଦେବା ପାଇଁ ଚେଷ୍ଟା କରିବେ। ଅସମ୍ମାନ କଲେ ତ ଦୁଃଖ ପାଇବେ, ଆଉ ସମ୍ମାନ ନଦେଲେ ଦୁଃଖ ପାଇବେ। ସେ ଯେଟା ଚାହୁଁଛି ସେଇଟା ନ ମିଳେ ଦୁଃଖ ପାଇବେ। ଏ ସଂସାରରେ କିନ୍ତୁ ଦୁଃଖ ହିଁ କେବଳ ଅଛି, ସୁଖ ନାହିଁ। ବ୍ୟାଧ ପରି ଲୋକମାନେ, ପର ହିଂସ୍ରୁକମାନେ, ମତ୍ସରତା ଦ୍ୱାରା ଅଛି, ଗୁଣ ଅଛି, ସେମାନେ ପର ସୁଖରେ କେବେ ହେଲେ ସୁଖୀ, ନିଜେ ସୁଖ ପାରେ ବୋଲିକିରି ସମସ୍ତଙ୍କୁ ଦୁଃଖ ଦେଲାଗା ସେମାନେ ସୁଖ ପାଏ। ଯେଉଁମାନେ କି ତାମସିକ ଲୋକ, ପଶୁ ହିଂସା କରେ, ସେ ପଶୁ ହିଂସା କରି ପଶୁମାନଙ୍କୁ ବିକ୍ରି କରେ, ପଶୁ ମାଂସ ଖାଏ, ପଶୁମାନଙ୍କର ବିକ୍ରି ଧନ ସମ୍ପତ୍ତି ଆଣିକରି ନିଜେ ପରିବାର ପରିପୋଷଣ କରେ। ଏ ପ୍ରକାର ତା'ର ଜୀବନ ବିତାଉଥାଏ। ନାରଦଙ୍କର ଦୃଷ୍ଟି ପ୍ରତି, ତା ପ୍ରତି, ବ୍ୟାଧ ପ୍ରତି ସେ ଅନୁସନ୍ଧାନ କରି କରି ଜୀବଜନ୍ତୁ କୀଟପତଙ୍ଗ ମାନଙ୍କୁ ଯାଇ ଯାଇ ଦେଖିଲେ ଜଣେ ବ୍ୟାଧ ତାର ଇଏରେ ବାଣ ଚଢ଼େଇକିରି ମାରିବା ପାରେ ରଖିଛି। ଆଉ କେତେକ ପଶୁମାନେ ଥିଲେ, ସେମାନଙ୍କୁ ମାରିବା ପାରେ ଆତୁରତା ହେଇକରି ଚେଷ୍ଟା କରିବା ପାରେ ବାଣ ବିଧ କରି ରଖିଛି। ସେହି ସମୟରେ ନାରଦ ଯେତେବେଳେ ସେଇ ରାସ୍ତାରେ ଗଲେ, ଏ ଦୃଶ୍ୟ ଦେଖି ଦେଖି
जो जीव मैंने बंचिकी थे मारिया पारे रेडी होते व्याध से जीव मैंने पलायन कर व्याध से दृश्य देखी पूरा रागी रागी जा नारद को क्रोधित होकर आसंती पाखक निजर भाषा जहाँ प्रकाश कर नारद कहले अच्छा तुम ये जो जीव मान को दरमरा कर छाड़ी दीच जदि मारुच ताले पूरा पूरी मार दियो दरामरा कर छाड़िले तांके जो कष्ट भोग करचंती से कष्टटा तुमको भोग करियो पड़ो जल लभते निज कर्म पातम बीतम तेन विनोदय चित्तम जहाँ करिथिबा कर्म मान आगको सावधान वर्तमान आम मैंने जहाँ करें आग को आम पाक आसबू क्या शारीरिक कष्ट देचे क्या बाचिक कष्ट देचे क्या धन कष्ट देचे क्या मानसिक कष्ट देचे सेटा ही प्रतिफलन होकर तार प्रतिबिंब होकर आम पाक आस नारद से कहले तुम्हें जो कष्ट देच सेटा कहीं ना सर्वंतर जे आम अंतर भितर स्वयं भगवान ही अच्छा से जानती तुम कौन कर जो कष्ट दे तुम आनंद पाच बर्तमान पर से कष्ट तुम भोग कर से उल्टा है आम निजर मुहड़ा बाहर अच्छी किंतु निजर मुहड़ा को देखा पारे आमर शक्ति ना गोटे दर्पण दरकार प्रतिबिंब द्वारा आम देखुचे आम जहाँ भोग करचे प्रतिफलन पूर्व जन्म आम जहाँ करे बर्तमान भोग कर पूर्वजन्म पापर कर्मफल भोग करने को बाध्य पुण्यर मत कर्म भोग करने बाध्य ये सब आम को हिंदी घर को आम दुख न दबा आम तर मंगल जदि चाहिए निश्चित भाव आमर मंगल अच्छे से दुख पाइले जदि मंगल चाहूचे भगवान आमर मंगल गोटे अच्छी भागवत वर्णना कर भागवत जे चिंते परमंद चामंद चिंतती गोविंद जदि आम पर मंद चिंता करिया गोविंद आमर मंद चिंता करिए जदि आम मैंने पर मंगल चिंता करवा गोविंद कि आमर अमंगल करेंगे निश्चित भाव मंगल करेंगे ताले पर मंगल चिंता करिया मानकर दरकार नारद से अनेक कथा कहते कहपर से कहले जहाँ ताहले मोर सारा जीवन मोर तो यहाँ वृत्ति सारा जीवन ये प्रकार जे पाप कर्म करची ताले पापर कर्मर फल भोग करिया पड़ो हाँ ताले बर्तमान कौन करी ना तुम सब छाड़ी दियो धनु बाण सब छाड़ी दियो छाड़ी दे भगवान नाम जदि भगवान नाम करी ताले मत खाइब दब कि मोर परिवार परिपोषण करी कि नारद कहले मुझे व्यवस्था कर भगवान निजे कहते गीतार अन्य चिंतयंत माम जे जना पर्युपासते तेषां नित्याभियुक्ता नाम योगक्षेम वहामयम मुझे भार बहन करी जो माने मोर चिंता करती मुझर जहाँ अच्छे ताकू रक्षा करी जहाँ ना ता देवी तांकर भार मु बहन करी निजे कहले नारद स्वयं भगवान भक्त तो से पूरा दृढ़ करी मुझे व्यवस्था करी नारद कहीदे व्याध को से कौन कले कथार विश्वास करी कहले तू ये बस तुलसी गछ गोटे रखिले त्रिवेणी संगम से अच्छी ये बसिक भगवान आम आगु आलोचना करते भगवान नाम जदि साधु मानकर मुख वाक्य श्रवण करी दृढ़ सहित निष्ठ सहित विश्वास सहित भगवान जदि नाम करवा नाम रूप हूँ चिंतामणि आ भगवान एपटे गीतार कहते मोर जे चिंता कर मु तार सबा भार बहन करी मुझे घर छाड़ी आसला गोटे श्लोक मत काम कर गोटे श्लोक मोर जत्न कि जाने मुझे गोटे श्लोक महाराज मत सब गीता पाठ करिया कही था प्रत्येक दिन गीता अध्याय लगी पढ़ु थाए पढ़ु पढ़ु गीतार समस्त पढ़ला ये श्लोक प्रति मोर आसक्ति आसला ये श्लोकटा को मुझे दृढ़ कर रखी ये अन्य चिंतयंत माम योजना पर्युपासते तेषां नित्याभियुक्ता नाम योगक्षेम वहामयम मु तार समस्त दायित्व बहन करी कले सेटा को दृढ़ करी तापरे आस्ते आस्ते मोर से प्रति भगवान आदेश क्रमे महाराजंकर आशीर्वाद फल से गोटे श्लोक मोर यथेष्ट जीवन धनी एते गीतार जिते श्लोक अच्छी भागवतर जिते श्लोक अच्छी गोटे श्लोक आम जीवन बारे यथेष्ट
सेटाକୁ ଯଦି ପାଳନ କରିଦେବା ପ୍ରତିପଦम ପୂର୍ଣ୍ଣ ଅମୃତ ଆସ୍ୱାଦନ ପ୍ରାପ୍ତ ହେଇପାରିବ। 700 ଶ୍ଲୋକ ପାଣି କରି ଘୁଷିବା ଦରକାର ନାହିଁ କି 18,000 ଶ୍ଲୋକ ଘୁଷିବା ଦରକାର ନାହିଁ। ଗୋଟେ ଶ୍ଲୋକ ଯଥେଷ୍ଟ। ଗୋଟେ ପଦ ମଧ୍ୟ ତାର ଯଦି ପାଳନ କରିଦେବା ଆମର ଜୀବନ ଧନ୍ୟ ହେଇଯିବ। ସାଧୁଙ୍କର ବାକ୍ୟ ବିଶ୍ୱାସ କରିବା ଦରକାର। ଅବଶ୍ୟ ରାଖିବେ କୃଷ୍ଣ ବିଶ୍ୱାସ ପାଳନ। ବିଶ୍ୱାସ କର ଭଗବାନ ରକ୍ଷା କରିବେ, କିନ୍ତୁ କେତେବେଳେ ରକ୍ଷା କରିବେ? ଗଳା ପର୍ଯ୍ୟନ୍ତ ଆସିଲା ପର୍ଯ୍ୟନ୍ତ ସେ ରଖିବେ। ଯେତେବେଳେ ଗଳା ପର୍ଯ୍ୟନ୍ତ ଆସିବ ହାତ ଦୁଇଟି ଟେକେ ଦେ ଭଗବାନ ବୋଲେ ସେତେବେଳେ ଦ୍ରୌପଦୀଙ୍କ ପରି ଲାଷ୍ଟ କ'ଣ କଲେ? ନିଜେ ଚେଷ୍ଟା କଲେ ନିଜକୁ ରକ୍ଷା କରିବା ପାରେ, ଜାବୁଡ଼ିକି ଧରିଲେ ନିଜର ମାନ ସମ୍ମାନକୁ ରକ୍ଷା କରିବା ପାରିଲେନି। ସେତେବେଳେ କହିଲେ ହେ ଭଗବାନ ମୋତେ ରକ୍ଷା କର ବୋଲି କହିଲେ। ସେତେବେଳେ ମୋତେ ଭଗବାନ ଦେଖିଲେନି। ଯେତେବେଳେ ସବୁଯାକ ସର୍ବସ୍ୱ ଛାଡ଼ିଦେଲେ, ହାତ ଦୁଇଟି ଟେକିଦେଲେ, ତାହେଲେ ଦାୟିତ୍ୱ କାହାର? ଭଗବାନ ନିଜେ କହିଛନ୍ତି ମୋର ଶରଣାଗତ ସବୁ ଧର୍ମ ଛାଡ଼ିଦେଲେ। ପିତୃ ତାଙ୍କର ଗୁରୁବର୍ଗକୁ ଛାଡ଼ିଦେଲେ, ପଞ୍ଚସ୍ୱାମୀକି ଛାଡ଼ିଦେଲେ, ସମସ୍ତଙ୍କୁ ଛାଡ଼ିଦେଲେ। କେହିଲେ ସମସ୍ତଙ୍କୁ ଡାକିଲେ ସଭା ମଧ୍ୟରେ ଦ୍ରୌପଦୀ ଯେତେବେଳେ ବସ୍ତ୍ର ହରଣ କରାହେଉଛି ସମସ୍ତଙ୍କୁ ଡାକିଲେ, କେହି ରକ୍ଷା କଲେନି। ଶେଷରେ କ'ଣ କଲେ? ହେ ଭଗବାନ କୃଷ୍ଣଙ୍କୁ ଡାକିଲେ। କୃଷ୍ଣ ଆସିନାହାନ୍ତି, ୟାକୁ ଯାହା ପ୍ରୟୋଜନ ସେଇଟା ଆସେ। ବସ୍ତ୍ର ଆକାର ପଳା ଆସିଲେ ଭଗବାନ। ଯେ ଯଥା ମାମ୍ ପ୍ରପଜନ୍ତେ ତାମ୍ ତଥୈବ ଭଜାମହଂ ମମ ବର୍ତ୍ତାନୁବର୍ତ୍ତନ୍ତେ ମନୁଷ୍ୟ ପାର୍ଥ ସର୍ବସ୍ୱ। ଆମକୁ ଭଗବାନ ସବୁବେଳେ ସାହାଯ୍ୟ କରୁଛନ୍ତି। କି ଭାବେ ସାହାଯ୍ୟ କରୁଛନ୍ତି? ଆମର ସେଇ ଯଦି ଜ୍ଞାନ ଥିବ ଆମେ ଜାଣିପାରିବା। ଜ୍ଞାନ ଯଦି ନାହିଁ, ମୁଁ ଏତେ ଭଜନ ସାଧନ କଲି ମୋତେ କିଛି କରୁନାହାନ୍ତି ଭଗବାନ ସାହାଯ୍ୟ। ପ୍ରତ୍ୟେକ ବସ୍ତୁ ପ୍ରତ୍ୟେକ ସମୟରେ ଆମକୁ ଭଗବାନ ସାହାଯ୍ୟ କରୁଛନ୍ତି। ସେ ଅନୁଭବ ଜ୍ଞାନ ଥିଲେ ହିଁ ଆମେ ଜାଣିପାରିବା। ନା ନାହିଁ? ଅନୁଭବ ଜ୍ଞାନ ନଥିଲେ ଜାଣିପାରିବାନି କି ଅନୁଭବ କରିପାରିବା। ତାପରେ ବ୍ୟାଧ ସେଇ ତୁଳସୀ ଗୋଟେ ଗଛ ରଖିଲେ ତ୍ରିବେଣୀ ସଙ୍ଗମ ପାଖରେ ରହିକରି ନାରଦଙ୍କର କଥା ଅନୁସାରେ ସେ ଭଗବାନଙ୍କର ନାମ କଲେ। ନାମ କଲା ପରେ ସେଇଠି ଭଗବାନ ନିଜେ କହିଛନ୍ତି ସବୁଯା ତାଙ୍କର ବ୍ୟବସ୍ଥା ହେଲା। କିଛି ଦିନ ପରେ ସେ ରାସ୍ତାରେ ନାରଦଙ୍କ ବନ୍ଧୁ ଜଣେ ଥିଲେ ପର୍ବତମୁନି। ପର୍ବତମୁନି ତାଙ୍କୁ ସାଙ୍ଗରେ ଧରି ନାରଦ କହିଲେ ମୋର ଜଣେ ଶିଷ୍ୟ ଅଛନ୍ତି ଏଇଠି ପାଖରେ, ଚାଲନ୍ତୁ ଟିକେ ଦେଖିକି ଆସିବେ। ସମ୍ବନ୍ଧ ଯଦି ନଥିବ ଗୁରୁ ଶିଷ୍ୟର ତାହେଲେ ହେବନି। ଶିଷ୍ୟ ଗୁରୁଙ୍କ ପାଖକୁ ଯିବାର ଅଛି, ଗୁରୁ ମଧ୍ୟ ମୋର ଶିଷ୍ୟ କ'ଣ ହେଉଛି ବୋଲି ଟିକେ ତାଙ୍କ ପ୍ରତି ଦୃଷ୍ଟି ରଖିଥିବାର ଅଛି। ସମ୍ବନ୍ଧର ଛାଡ଼ିଦେଲେ ହେବନି, ଭଜନ ସାଧନ କିଛି ହେବନି। ନାରଦ ପର୍ବତ ମୁନିଙ୍କୁ ସାଙ୍ଗରେ ନେଇ ସେ ବ୍ୟାଧଙ୍କ ପାଖକୁ ଗଲେ। ବ୍ୟାଧ ଦେଖିଲେ ଯେ ମୋର ଗୁରୁଦେବ ଆସିଛନ୍ତି, ସାଙ୍ଗେ ସାଙ୍ଗେ ଆଗେ ଆମର କହିଛି ବୈଷ୍ଣବ ଦେଖିଆ ପଡ଼ିବ ଚରଣୀ ହୃଦୟର ବନ୍ଧୁ। ହୃଦୟର ବନ୍ଧୁ ଶୁଣ, ବାହାରର ବନ୍ଧୁ ନାହିଁ। ମାନସିକ, ଆର୍ଥିକ, ବାଚିକ, ଶାରୀରିକ, ସାମାଜିକ, ପାରିବାରିକ ବନ୍ଧୁ ନାହିଁ। ଏମାନେ ସବୁ ସ୍ୱାର୍ଥ ବନ୍ଧୁ। ଗୁରୁ ବୈଷ୍ଣବ ଛାଡ଼ିଦେଲେ ଆবার କି ନିଜ ନିଜ ସ୍ୱାର୍ଥ ପାରି ସବୁ ବନ୍ଧୁତା ସ୍ଥାପନ କରୁଛନ୍ତି। ସ୍ୱାର୍ଥରେ ବାଧା ଦେଲେ ସମସ୍ତେ ସମସ୍ତଙ୍କୁ ଛାଡ଼ିଦେଲେ। କେବଳ ସାଧୁମାନେ ସେମାନେ ଆମକୁ ପରୀକ୍ଷା କରିବେ କିନ୍ତୁ ଛାଡ଼ିବେନି। କେଶ ଧରି ମରେ କରେ ପାର, ତଳକୁ ଡୁବିଗଲେ ମଧ୍ୟ କେଶ ଧରିକିରି ସେମାନେ ଉଠେଇବେ, ପାର କରିବେ। କାହିଁକି? ତାଙ୍କର ଦୃଷ୍ଟି ଗୋଚର ଭିତରେ, ହୃଦୟ ଭିତରେ ରହିଛନ୍ତି। ଯେ ରକମ ମା ତାକୁ କେତେ କଷ୍ଟ ହେଲେ ମଧ୍ୟ ତାର ସନ୍ତାନ ପ୍ରତି ବାତ୍ସଲ୍ୟ ପ୍ରେମ ଥାଏ, ସେଥିପାଇଁ ଗୁରୁ ମଧ୍ୟ ଶିଷ୍ୟ ପ୍ରତି ତାର ସେଇ ପ୍ରତି ବାତ୍ସଲ୍ୟ ଥାଏ। ପର୍ବତ ମୁନିଙ୍କୁ ଧରି ନାରଦ ବ୍ୟାଧଙ୍କ ପାଖକୁ ଗଲେ। ବ୍ୟାଧ ପାଖକୁ ଯେତେବେଳେ ଗଲେ ଦେଖିଲେ ମୋର ଗୁରୁଦେବ ଅଛନ୍ତି, ଜଣେ ସାଧୁ ମଧ୍ୟ ଆସିଛନ୍ତି। ସାଙ୍ଗେ ସାଙ୍ଗେ ଉଠି ତାଙ୍କୁ ଦଣ୍ଡବତ କରିବାକୁ ଯାଉଛନ୍ତି, କିନ୍ତୁ ତଳକୁ ଦେଖିଲେ ଯେ ପିମ୍ପୁଡ଼ି, ଜନ୍ଦା, ବିଭିନ୍ନ ପ୍ରକାର କୀଟ ପତଙ୍ଗ ମାନେ ଅଛନ୍ତି। ମୁଁ କାଳେ ଦଣ୍ଡବତ କଲେ ସମସ୍ତେ ମୃତ୍ୟୁବରଣ କରିବେ, ଆଗେ କିନ୍ତୁ ପଶୁପକ୍ଷୀ କୀଟ ପତଙ୍ଗ ମାନଙ୍କୁ ଦରମରା କରି ମାରିକିରି ଇଏ ଛଟପଟ ସେମାନେ ହେଉଥିଲେ, ଇଏ ସୁଖ ପାଉଥିଲା। କିନ୍ତୁ ବର୍ତ୍ତମାନ ତାର ଚିତ୍ତବୃତ୍ତି ଏ ପ୍ରକାର ପରିବର୍ତ୍ତନ ହେଲା
କାଳେ ତଳେ ପଶୁପକ୍ଷୀ କିମ୍ବା ଜନ୍ଦା ପିମ୍ପୁଡ଼ି ମାନେ ଥିବେ ମରିଯିବେ, ମୁଁ ଦଣ୍ଡବତ କଲେ ପ୍ରଣାମ କଲେ ବୋଲି ଭାବି ନିଜର ଗାମୁଛାଟି ସେ ଛାଡ଼ି ଦେଇ ଗାମୁଛାଟି ନିଜେ ତଳେ ପକେଇଲେ, ତାପରେ ଯାଇକିରି ଶରଣାଗତି ହେଲେ, ପ୍ରଣାମ କଲେ। ପର୍ବତ ମୁନି ଦେଖି ଆଶ୍ଚର୍ଯ୍ୟ ହେଲେ, ଏ କ'ଣ ଏମିତି କରୁଛି? ନା ଏ ଜଣେ ବ୍ୟାଧ ଥିଲେ, ପଶୁ ଶିକାରୀ ବ୍ୟାଧ ଥିଲା। ତାର ସାରା ଜୀବନ ପଶୁ ଶିକାର କରୁଥାଏ, ପଶୁ ମାଂସ ଖାଉଥାଏ, ପଶୁମାନଙ୍କର ବିକ୍ରି କରିକିରି ପରିବାର ପରିପୋଷଣ କରୁଥାଏ। ଏଇ ତ ସାଧୁମାନଙ୍କର, ସାଧୁ ଯେ ମଳୟ ପବନ ଆଷ୍ଟକୁ କରେଇ ଚନ୍ଦନ। ଯଦି ସେ ପ୍ରକାର ସାଧୁମାନଙ୍କର ଶକ୍ତି ଥାଏ, କିନ୍ତୁ ଆମେ ପାତ୍ର ହେବା ଦରକାର। ଆମର ଚିତ୍ତବୃତ୍ତି ସରଳ ହେବା ଦରକାର। ଆମେ ଯଦି କଠୋର ହେଇଯିବା, ତାଙ୍କେ କୃପା କଲେ ମଧ୍ୟ ଆମର ସକାଳୁ ଉଦୟ ହେଉଛନ୍ତି, ଘରେ ବସିକିରି ଆମକୁ ଯଦି ସୂର୍ଯ୍ୟକୁ ପ୍ରାର୍ଥନା କରିବା, ହେ ଭଗବାନ ସୂର୍ଯ୍ୟଦେବ ମୋତେ କୃପା କରନ୍ତୁ, ଦର୍ଶନ ଦିଅନ୍ତୁ। ଏଇଟା 12ଟା ହେଇଗଲାନି, ଘରର କବାଟ ଯଦି ଖୋଲିବାନି, 12ଟା ହେଇକରି 6ଟାଠୁ 12ଟା ହେଇଗଲାନି, ସୂର୍ଯ୍ୟ ଉଦୟ ହେଇକରି କୃପା କରିକିରି ଆମେ ଯଦି ଦ୍ୱାର ନ ଖୋଲି ବାହାରକୁ ନ ଆସିବା, ପାଇବା କେମିତି? ସେମିତି ପର୍ବତ ମୁନି ସେ କହେ, ଏ କି ଆଶ୍ଚର୍ଯ୍ୟ! ସାଧୁମାନଙ୍କର କୃପା ହେଲେ ନିଶ୍ଚିତ ଭାବେ ଅସମ୍ଭବ ମଧ୍ୟ ସମ୍ଭବ ହୋଇପାରେ। ମୋର ଅନୁଭବ କଥା, 2 ଜଣ ବସିଲେ ମୁଁ ସେଠି ଛିଡ଼ା ରହିବା ପରେ ମୋତେ ଲଜ୍ଜା, କଷ୍ଟ, କିନ୍ତୁ ମହାରାଜଙ୍କର ସାଧୁମାନଙ୍କର କୃପା ହେତୁ ସେଇଟା ମଧ୍ୟ ସମ୍ଭବ ହୋଇପାରେ। ବୁଝିପାରିଲେ? ସେଥିପାଇଁ ଏଗୁଡ଼ାକ ସବୁ ଐଶ୍ୱରିକ ଶକ୍ତି ବୋଲି କୁହାଯାଏ। ସାଧନ ସାପେକ୍ଷ ବାକ୍ୟ ଶୁଣି ସାଧୁ ଗୁରୁ ଶାସ୍ତ୍ର ବାକ୍ୟ ଚିତ୍ତେ କରିବା ଐକ୍ୟ, ଆର ନା କରିଏ ମନ ଆଶା। ନିଜର ଇଚ୍ଛା, ନିଜର ଆଶା, ନିଜର ଆକାଂକ୍ଷାକୁ ଛାଡ଼ିଦେଇ ତାଙ୍କେ କ'ଣ ଚାହୁଁଛନ୍ତି ଯଦି ଆମେ ସେ ପ୍ରକାର କରିବା, ନିଶ୍ଚିତ ଭାବରେ ତାଙ୍କର ଆମ ପ୍ରତି କୃପା ଦୃଷ୍ଟି ହେବ। ବର୍ତ୍ତମାନ ସମୟ ହେଇଗଲା, ଆମେମାନେ କୁଆଡ଼େ ଟାଇମ୍ ପଳାଉଛି ଭଗବାନ କଥା ଶୁଣିଲେ। ଟାଇମ୍ ପାସ୍ କରିବା ଲୋକମାନେ କିଏ କ୍ରିକେଟ୍ ଖେଳୁଛି, କିଏ ତାସ୍ ଖେଳୁଛି, କିଏ ସମାଜକୁ ଟାଇମ୍ ପାସ୍ କରିବାକୁ, କିନ୍ତୁ ଭଗବାନଙ୍କ କଥା ଯେତେବେଳେ ଶୁଣିବ, ଟାଇମ୍ କେମିତି କୁଆଡ଼େ ପଳାଇବ, କାଳ କେପଣ ହେଇଯିବ ଜାଣିପାରିବେନି। ସେଥିପାଇଁ ଆମମାନେ ଏଇଟା ଆମର ପ୍ରତ୍ୟେକ ନିତ୍ୟ ଭାଗବତ ସେବା ବୋଲି କୁହାଯାଇଛି। ନିତ୍ୟ, ଏଇଟା ନିମିତ୍ତ ଧର୍ମ ନାହିଁ, ନିତ୍ୟ ଧର୍ମ। ନିମିତ୍ତ ଧର୍ମ କ'ଣ? ନିମିତ୍ତ ଧର୍ମ ହେଉଛି ସ୍ତ୍ରୀ ନିମିତ୍ତ ଯେଉଁ କର୍ମ କରୁଛେ ସେଇଟା ନିମିତ୍ତ ଧର୍ମ। ବାପା ନିମିତ୍ତ ଯେଉଁ କର୍ମ କରୁଛେ ସେଇଟା ନିମିତ୍ତ କରୁଛେ। ପୁତ୍ରର ଧର୍ମ, ସେ ବିବାହ ନହେଲା ପର୍ଯ୍ୟନ୍ତ ପୁତ୍ର ଧର୍ମ, ବିବାହ ହେଇଗଲେ ସ୍ୱାମୀର ଧର୍ମ ପାଳନ କରିବ, ବିବାହ ହେଲା ପୁଅଡ଼ି ହେଇଗଲେ ସେ ବାପାର ଧର୍ମ ପାଳନ କରିବ, ସେଇଟା ନିମିତ୍ତ ଧର୍ମ। ନିତ୍ୟ ଧର୍ମ ହେଉଛି ଆତ୍ମାର ନିତ୍ୟ ଧର୍ମ ହେଉଛି ନିତ୍ୟ ଭାଗବତ ସେବା। ଭଗବାନଙ୍କର ସେବା କରିବା ହେଉଛି ତା'ର ନିତ୍ୟ ଧର୍ମ। ଭଗବାନଙ୍କର ସେବା ଛଡ଼ା ଆଉ ଯେଉଁଟା ନିମିତ୍ତ, ସେଇ ନିମିତ୍ତ କରୁଥିଲା ସେଇ କର୍ମ ଧର୍ମ, ସେଇଟା ସରିଲା ପରେ ଆଉ ସେ କର୍ମ କରିବନି, ସେ ଅଲଗା କର୍ମ କରିବ। ସେଇଟା ନିତ୍ୟ ଆଉ ନୈମିତ୍ତିକ ଧର୍ମ କଥା ଆଲୋଚନା କରାଯାଇଛି। ସେଥିପାଇଁ ପ୍ରତ୍ୟେକ ଦିନ ଆମେ କିଛି କିଛି ଆତ୍ମାର ଖାଦ୍ୟକୁ ଆହରଣ କରି ତାକୁ ଡାଇଜେସନ୍ କରିବା ଦରକାର। ଭଲ ଲାଗୁଛି ସନ୍ତୁଳନ ଥିଲେ ଯଦି ଜୀର୍ଣ୍ଣ ନ ହେଲେ ମୋ ଦଳ ସେଥିରେ ଯେତିକି ଆମକୁ ମିଳୁଛି, ପ୍ରାପ୍ତ ହେଉଛି ଭଗବାନଙ୍କ କୃପାରୁ, ସାଧୁଶାସ୍ତ୍ରଙ୍କ ଗୁରୁଙ୍କ କୃପାରୁ, ସେତିକି ପ୍ରତ୍ୟେକ ଦିନ ଯଦି ଆମେମାନେ ସ୍ମରଣ କରି ନିଜର ଜୀବନକୁ, ଚରିତ୍ରକୁ ତିଆରି କରି ନିଜର ସ୍ୱଭାବକୁ ଯଦି ଆମେମାନେ ପରିବର୍ତ୍ତନ କରିବା, ନିଶ୍ଚିତ ଭାବେ ମନୁଷ୍ୟ ଦେବଦୁର୍ଲଭ ମନୁଷ୍ୟ ଜୀବନର ସଫଳ ହୋଇପାରିବ। ଆଉ ମଧ୍ୟ ନିଜର ପରିବାର, ନିଜର ସମାଜ, ଦେଶ ସମସ୍ତେ ମଧ୍ୟ କୃତାର୍ଥ ହୋଇପାରିବେ। ଭଗବତ ଆମେ ଉଦ୍ଧାର ହୋଇକରି ଲୋକମାନଙ୍କୁ ମଧ୍ୟ ଆମମାନେ କୃପା କରିପାରିବା, ନିଜେ ଭଗବତ ଆରାଧନା କରିପାରିବା। ଆଜି ଆମମାନେ ଏଇଠି ବିଶ୍ରାମ ନେବା। କଳିଯୁଗର ଯେ ହରିନାମ ସଂକୀର୍ତ୍ତନ ଜୋରସୋରେ ଆମେ ସଂକୀର୍ତ୍ତନ କରି ହରିନାମ କରି ତାପରେ ଆମେ ବିଶ୍ରାମ ଦେବା। ଗୌର ପ୍ରେମାନନ୍ଦେ। ହଁ, 8ଟା ବେଳକୁ ଆମମାନଙ୍କର ଆରମ୍ଭ ହୁଏ, 8:30 ବେଳକୁ ଠିକ୍ ଶେଷ ହୁଏ। ଯେହେତୁ ବର୍ତ୍ତମାନ ଯେ ଆଚାର୍ଯ୍ୟ ଗୁରୁଦେବ ଅଛନ୍ତି, ତାଙ୍କର ଆଜ୍ଞା ହେଇଛି 8ଟା ବେଳକୁ ଆରମ୍ଭ କରିବ, 8:30 ବେଳକୁ ବନ୍ଦ କରିବ। ଏଇଥିପାଇଁ ଯେଉଁମାନେ ଶ୍ରବଣ କରିବାର ଇଚ୍ଛା ଅଛି, ଦୟାକରି ସେମାନଙ୍କର ଚରଣରେ ମୋର ପ୍ରାର୍ଥନା, 8ଟା ବେଳକୁ ଯେତେବେଳେ ନୈମିତ୍ତିକ କର୍ମ ଥିଲେ ମଧ୍ୟ, ନୈମିତ୍ତିକ ଧର୍ମ ଥିଲେ ମଧ୍ୟ, ନିତ୍ୟ ଧର୍ମ ଯେ ଆତ୍ମାର ଖାଦ୍ୟ ଖାଇବାକୁ ଯେଉଁମାନଙ୍କର ଇଚ୍ଛା ଅଛି,
ସେମାନଙ୍କର 8ଟା ବେଳକୁ ଆସିକିରି 8:30 ପର୍ଯ୍ୟନ୍ତ ସେ ଖାଦ୍ୟ ଆହରଣ କରି ନିଜର ଜୀବନକୁ ଧନ୍ୟାତି ଧନ୍ୟ କରିବେ ବୋଲି ମୋର ପ୍ରାର୍ଥନା ଆପଣମାନଙ୍କର ଚରଣରେ। ଗୌର ପ୍ରେମାନନ୍ଦେ। ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ। Hare Krishna 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 Hare 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 Rama तालिया हुआ हरे कृष्ण थोड़ी बड़े सुनता कर कृष्ण